ବଶୀଭୂତ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାର ଚେଷ୍ଟା କରିସାରିଛନ୍ତି। ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି। ଏମିତିକି ଅନେକ ତାନ୍ତ୍ର ମନ୍ତ୍ର ସାଧନାଙ୍କ ପାଖକୁ ଯାଇକି ବହୁତ ପ୍ରକାର ଚେଷ୍ଟା, କାହାର ନଖ, କାହାର ଚୁଟି, କାହାର ବାଳ, କାହାର ପିନ୍ଧା ଲୁଗାରୁ ଖଣ୍ଡେ ଆଣିକି ବହୁତ ପ୍ରକାର ଲୋକ ଚେଷ୍ଟା କରନ୍ତି ତନ୍ତ୍ରମନ୍ତ୍ର ସାଧନା କରିକି ଯେମିତି ଅନ୍ୟକୁ ଆମେ ବଶୀଭୂତ କରିବୁ। ଲକ୍ଷ ଲକ୍ଷ ଟଙ୍କା ବି ଏଥିପାଇଁ ବହୁତ ଖର୍ଚ୍ଚ କରନ୍ତି, କିନ୍ତୁ କୌଣସିଥିରେ ସଫଳ ହୁଅନ୍ତି ନାହିଁ। କିନ୍ତୁ ମୁଁ ଆଜି ଦର୍ଶକ ବନ୍ଧୁ ଆପଣଙ୍କୁ ଏମିତି ଏକ ସରଳ ଉପାୟଟେ କରିବି, ଯାହାକୁ ଟଙ୍କାଟେ ଖର୍ଚ୍ଚ କରିବା ପାଇଁ କେବଳ ଆପଣଙ୍କୁ କରିବାର ଅଛି। ତା କେମିତି କରିବି ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇଦେବି। ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଆଉ କମେଣ୍ଟରେ ମା କାମାକ୍ଷା ଦେବୀ ଲିଖନ୍ତୁ। ତ ସର୍ବପ୍ରଥମେ ଆମେ ଜାଣିବା ବଶୀଭୂତ କେମିତି କରିବା। ବଶୀଭୂତ କରିବା ପାଇଁ ଅନେକ ପ୍ରକାର ଅନେକ ଉପାୟ ମଧ୍ୟ ଅଛି, କିନ୍ତୁ ମୁଁ ଆଜି ଆପଣମାନଙ୍କୁ ସହଜ ସରଳ ଉପାୟଟେ କରିବି। ଆପଣମାନେ ତାକୁ ଯଦି କରିପାରିବେ ତାହେଲେ ଆପଣଙ୍କୁ ମୁଁ ଗ୍ୟାରେଣ୍ଟି ଦେଉଛି ମାତ୍ର 7 ଦିନ ଭିତରେ ତା'ର ରେଜଲ୍ଟ ଆପଣଙ୍କ ପାଖରେ ପହଞ୍ଚିବ। ଆପଣ ଯେକୌଣସି ବାର ହେଉ, କୌଣସି ବାର ନାହିଁ, ଯାହାକୁ ଆପଣ ବଶୀଭୂତ କରିବେ ତା'ର କିଛି ଖାଦ୍ୟ, କେଉଁ ଖାଦ୍ୟ ଆଣିବେ? କିଛି ଅଇଁଠା ଖାଦ୍ୟ। ଯଦି ସେ ଭାତ ଖାଉଛି, କିଛି ଅଇଁଠା ଭାତ ତା'ର ନେବେ। ସେ ଅଇଁଠା ଭାତକୁ ସଂଗ୍ରହ କରିବେ। ଯେ ଆପଣଙ୍କର ହିସାବରେ ଆପଣ କେମିତି ସଂଗ୍ରହ କରିବେ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରିବ, କିନ୍ତୁ ମୁଁ କହୁଛି ଯଦି କରିପାରିବେ ତାହେଲେ 100% ଗ୍ୟାରେଣ୍ଟି ଦେଉଛି ଆପଣଙ୍କ ପାଖରେ ରେଜଲ୍ଟ ଥୁଆ ହେବ। ଆପଣ ତାଙ୍କର ଅଇଁଠା ଭାତକୁ ସଂଗ୍ରହ କରିବେ। ଅଇଁଠା ଭାତକୁ ସଂଗ୍ରହ ଯଦି କରିଦେଲେ, ସେଇ ଅଇଁଠା ଭାତକୁ ଆଣିକି ଆପଣଙ୍କ ଅଇଁଠା କୁଣ୍ଡରେ କିମ୍ବା ଯେଉଁଠି ଅଇଁଠା ତୋରାଣି ଫୋରାଣି ରଖୁଛନ୍ତି ସେହି ଜାଗାରେ ଆଣିକି ପକାଇଦେବେ। ସେଇ କୁଣ୍ଡରେ ପକାଇଦେବେ, ସେଇ ଜାଗାରେ ପକାଇଦେବେ। ଆପଣ 7 ଦିନ ଅପେକ୍ଷା କରିବେ। 7 ଦିନ ଭିତରେ ଆପଣଙ୍କର 100% ଗ୍ୟାରେଣ୍ଟି ଦେଉଛି ସକ୍ସେସ୍ ହେବ। ଆଉ ସେ ଲୋକ ଯାହା କହିବେ, ଆପଣ ଯାହା କହିବେ ସେ ଲୋକକୁ, ସେ ଆପଣଙ୍କ ପାଖରେ ଆଣି ଥୋଇବ। এটা ହେଉଛି ପୁରା ରିଅଲି କଥା କହୁଛି, ଯେ ପରୀକ୍ଷାତ ହେଇଛି, ସତ କଥା, ସତ୍ୟ ଘଟଣାଟା। ଆପଣ ଥରେ କରିକି ଦେଖନ୍ତୁ, ଏମିତି କରନ୍ତୁ, ଦେଖିବେ। ଯଦି ନ ବଶୀଭୂତ ହେବେ ତାହେଲେ କହିବେ କମେଣ୍ଟ ମାଧ୍ୟମରେ। ଯଦି ଆପଣଙ୍କୁ এই ভিডিওটি ଭଲ ଲାଗୁଥିବ ନିହାତି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲୁ, ଜୟ ଜଗନ୍ନାଥ, ଜୟ କାମାକ୍ଷା ଦେବୀ।